ଇସଲାମାବାଦ ଆଜି ରବିବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାର ଦ୍ୱିତୀୟ ଦିନ। ପ୍ରଥମ ପର୍ଯ୍ୟାୟ ଆଲୋଚନା ଶନିବାର ଦିନ ପ୍ରାୟ 14 ଘଣ୍ଟା ଧରି ଚାଲିଥିଲା। ପାକିସ୍ତାନ ଏହି ବୈଠକରେ ଆୟୋଜନ କରିଥିଲା। ବୈଠକର ମୁଖ୍ୟ ଲକ୍ଷ୍ୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତିକୁ ମଜବୁତ କରିବା, ହରମୁଜ ପ୍ରଣାଳୀରେ ନିରାପଦ ଏବଂ ମୁକ୍ତ ନୌଚାଳନ ବଜାୟ ରଖିବା ଏବଂ ଲେବାନନରେ ଯୁଦ୍ଧ ସମାପ୍ତ କରିବା। ହେଲେ ଏହି 14 ଘଣ୍ଟା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିଲା ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବେ ରଖିଦେବେ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଶନିବାର ସନ୍ଧ୍ୟାରେ ଏକ ବିରତିରେ ଶେଷ ହୋଇଛି ଏବଂ ରବିବାର ପୁଣି ଥରେ ଆରମ୍ଭ ହେବ। ଇରାନ ସରକାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ପାକିସ୍ତାନର ପ୍ରସ୍ତାବରେ ଦୁଇ ଦେଶ ବିରତି ପାଇଁ ରାଜି ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଜଣେ ବରିଷ୍ଠ ହ୍ୱାଇଟ୍ ହାଉସ୍ ଅଧିକାରୀ କହିଛନ୍ତି ଯେ ଆଲୋଚନା 14 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ନେତୃତ୍ୱରେ ଆମେରିକାର ପ୍ରତିନିଧି ମଣ୍ଡଳ ବିରୁଦ୍ଧରେ ସେମାନଙ୍କର କଠୋର ମନୋଭାବ ପାଇଁ ଜଣାଶୁଣା। ଇରାନୀ ଅଧିକାରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଏହି ଆଲୋଚନାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ପୁନଃ ଖୋଲିବା, ଯାହା ଦେଇ ବିଶ୍ୱର 20% ତେଲ ପଠାଯାଏ। ଇରାନ ହରମୁଜ ପ୍ରଣାଳୀର ନିୟନ୍ତ୍ରଣ ସମ୍ପର୍କରେ ଆମେରିକାର ଅତ୍ୟଧିକ ଦାବି ମାନିବାକୁ ମନା କରିଦେଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏକ ଚୁକ୍ତି ହୁଏ କି ନାହିଁ ତାହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଆମେରିକା ପୂର୍ବରୁ ଜିତି ସାରିଛି। ଆଲୋଚନା ଆରମ୍ଭ ହେବା ପୂର୍ବରୁ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଥିଲେ ଯେ ୱାଶିଂଟନ ସାହାଯ୍ୟ ଦେବାକୁ ପ୍ରସ୍ତୁତ, କିନ୍ତୁ ଖେଳ କରିବା ଚେଷ୍ଟା କରିବା ବିରୁଦ୍ଧରେ ତେହେରାନକୁ ଚେତାବନୀ ଦେଇଥିଲେ। ଭାନ୍ସ କଠୋରପନ୍ଥୀ ଇରାନୀ ଅଧିକାରୀଙ୍କ ଟେବୁଲ ସାମ୍ନାରେ ବସିଥିଲେ। ଆଲୋଚନା ସମୟରେ ହରମୁଜ ପ୍ରଣାଳୀ ଉତ୍ତେଜନାର ଏକ ପ୍ରମୁଖ ବିନ୍ଦୁ ଥିଲା। ଇରାନ ଷ୍ଟ୍ରେଟ୍ରେ ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକା ଜଳପଥ ପୁନଃ ଖୋଲିବା। ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଆମେରିକା ପକ୍ଷରୁ ଆଲୋଚନାର ନେତୃତ୍ୱ ନେଇଛନ୍ତି। ତାଙ୍କ ସହିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ୍ ଏବଂ ତାଙ୍କ ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଅଛନ୍ତି। ଇରାନ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ସଂସଦ ବାଚସ୍ପତି ମହମ୍ମଦ ଗାଲିବାଫ୍ କହିଛନ୍ତି, ଯାହାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଆୱାଜ ଆରାପତି ମଧ୍ୟ ଅଛନ୍ତି। ଫେବୃଆରୀ 28 ତାରିଖରେ ଆରମ୍ଭ ହୋଇଥିବା ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଏପ୍ରିଲ 8 ତାରିଖରେ ଘୋଷଣା କରାଯାଇଥିଲା।